ଜୟ ଜଗନ୍ନାଥ। ପୁନର୍ବାର ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଏଇ ଟ୍ରାଭେଲ ଚ୍ୟାନେଲରେ। ଆପଣମାନେ ତ ଥମ୍ବନେଲରୁ ଅଲରେଡି ଜାଣିସାରିବେନି ଯେ କି ଆମର ଆଜି ଜର୍ଣ୍ଣି କୁଆଡ଼କୁ ରହିଛି। ତ ଇଏ ଗୋଟେ ଆଡଭେଞ୍ଚର ପୂର୍ଣ୍ଣ ଜର୍ଣ୍ଣି। ଭିଡ଼ିଓଟି ବହୁତ ହି ଇଣ୍ଟରେଷ୍ଟିଂ ହବାର ଅଛି। ଆଉ ଯେହେତୁ ବହୁତ ଦୂର ଯିବାର ଅଛି, ମୋତେ ପାଖାପାଖି ରାତି 4ଟାରୁ ବାହାରିକି ଯିବାକୁ ପଡ଼ିଲା। ଆମ ଗ୍ରାମର ପ୍ରଥମ ମୁଣ୍ଡରେ ଆଉ ଶେଷ ମୁଣ୍ଡରେ ଦୁଇଟି ସୁନ୍ଦର ସୁନ୍ଦର ମନ୍ଦିର ରହିଅଛି। ଯେମିତିକି ଗାଁର ପ୍ରଥମ ମୁଣ୍ଡରେ ବାବା ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ଏବଂ ଗାଁ ଶେଷରେ ମା ଅଣବଣାଙ୍କର ମନ୍ଦିର। ମୁଁ ଯେକୌଣସି ଯାତ୍ରାକୁ ଯାଏ ନା କାହିଁକି, ଯଦି ଗାଁର ଶେଷ ମୁଣ୍ଡରେ ଯାଏ ତ ମା ଅଣବଣାଙ୍କୁ ନମସ୍କାରଟିଏ ଜଣାଇଯାଏ ଏବଂ ଯଦି ଗାଁର ପ୍ରଥମ ମୁଣ୍ଡ ଦେଇଯାଏ ତ ମହାପ୍ରଭୁ ନୀଳକଣ୍ଠେଶ୍ୱରଙ୍କୁ ନମସ୍କାରଟିଏ ଜଣାଇ ମୋର ଯାତ୍ରା ଆରମ୍ଭ କରିଥାଏ। ମାଙ୍କର ଦର୍ଶନ ସାରି ଯାତ୍ରା ଆରମ୍ଭ କରୁ କରୁ ସିନ୍ଦୁରା ଫାଟିଲାଣି, ଭୋର ମଧ୍ୟ ହେଲାଣି। ସକାଳୁ ସକାଳୁ ଲୋକମାନେ ମର୍ଣ୍ଣିଂ ୱାର୍କରେ ବାହାରିଛନ୍ତି। ଆଉ ସକାଳୁ ଥଣ୍ଡା ଥଣ୍ଡା ପବନରେ ଗାଡ଼ି ଚଲାଇବା ପାଇଁ ମଧ୍ୟ ମସ୍ତ ଲାଗୁଥାଏ। ଆମ ଗାଁର ପାଖରେ ଥିବା ପଟ୍ଟାମୁଣ୍ଡେଇ ଏବଂ ବାଲିଚନ୍ଦ୍ରପୁର କେନାଲ ରୋଡରେ ମୁଁ ଯାତ୍ରା ଆରମ୍ଭ କରିଥିଲି। ଆଉ ସେଇ କେନାଲ ରୋଡର ଅଧା ବାଟରୁ ମୋତେ ଧରିବାକୁ ଥିଲା ଛତିଆକୁ ପଡ଼ିଥିବା ରୋଡଟି। ଆଉ ମୁଁ କିଛି ସମୟ ଡ୍ରାଇଭିଂ କରିବା ପରେ ପହଞ୍ଚି ଯାଇଥିଲି ମାଳିକା ବର୍ଣ୍ଣିତ ଛତିଆ ବଟରେ ବା ଛତିଆ ଧାମରେ। ସେଠି ବାହାରୁ ବାହାରୁ ନମସ୍କାରଟିଏ ଜଣାଇଲି। ତାପରେ ପୁନର୍ବାର ବଢ଼ିଲି ଆମର ଯାତ୍ରା ଅଭିମୁଖେ। ଆପଣମାନେ ଥମ୍ବନେଲରୁ ତ ଜାଣିସାରିବେଣି, ଆମକୁ ଡାବରଖୋଲ ନାମକ ଏକ ଝରଣାକୁ ଏକ୍ସପ୍ଲୋର କରିବାର ଅଛି। ଆଉ ଏଇ ଜାଗାଟି ହେଉଛି ବଡ଼ମ୍ବା ନରସିଂହପୁର ଏରିଆରେ। ଆଉ ଏଇ ଯେଉଁ ଏରିଆ ରହିଛି ବଡ଼ମ୍ବା ନରସିଂହପୁର, ସେ ଆମ ହୋମ୍ ଟାଉନ୍ କେନ୍ଦ୍ରାପଡ଼ାରୁ
ପାଖାପାଖି 150 କିଲୋମିଟରରେ ପଡ଼ିବ, ଯୋଉଟାକି ମୁଁ ପୂର୍ବ ଦିନ ରାତିରୁ ଗୁଗୁଲ ମ୍ୟାପ୍ ଦେଖି ମାଇଣ୍ଡ ସେଟ୍ କରିଥିଲି। ବାଟରେ କେବଳ ଚାହାଟିଏ ପିଇ ମୁଁ ବଢ଼ିଥିଲି ଆଗକୁ। ଯେମିତିକି ଖୁଣ୍ଟୁଣି, କୁଲେଇଲ, ଆଠଗଡ଼ ଏସବୁ ଧୀରେ ଧୀରେ କ୍ରସ୍ କରି ମୁଁ ବଢ଼ିଥିଲି ବଡ଼ମ୍ବା ନରସିଂହପୁର ଅଭିମୁଖେ। ଯେହେତୁ ମୁଁ ଘରୁ ରାତି 4ଟାରୁ ବାହାରିଥିଲି, ତ ଜଳଖିଆ କରିନଥିଲି, ତ ଗୋଟେ ଜାଗାରେ ଟିକେ ଜଳଖିଆ କରିନେଲି। ଆମ ଡେଷ୍ଟିନେସନରୁ ପାଖାପାଖି 10 କିଲୋମିଟର ଦୂରରୁ ଜଳଖିଆ ଟିକେ କରି ପୁନର୍ବାର ଆଗକୁ ବଢ଼ିଲି। ତ ମୋରି ଭଳି ବହୁତ ୟୁଟ୍ୟୁବର ମାନେ ମଧ୍ୟ ସେଇ ଜାଗାକୁ ଯାଉଥାନ୍ତି, ଯେଉଁମାନେ କି ବାଇକ୍ ରାଇଡ୍ କରି ଆଉ ବହୁତ ଦଳବଦ୍ଧ ଭାବରେ ଆଗକୁ ବଢ଼ିଥାନ୍ତି। ସେମାନଙ୍କୁ ମଧ୍ୟ ମୁଁ ବାଟରେ ଭେଟିଲି। କିଛି ବାଟ ଗଲା ପରେ ଆମେ ଗୋଟେ ଏମିତି ଜାଗାରେ ପହଞ୍ଚିଲୁ ଯୋଉଠିକି ନେଟୱାର୍କ ଜିରୋ। ଗୁଗୁଲ ମ୍ୟାପ୍ କିଛି କାମ କଲାନି। ଆମେ ସମସ୍ତେ ଏକତ୍ରିତ ହୋଇ ଲୋକାଲ ଲୋକଙ୍କୁ ପଚାରିକି ଆଗକୁ ବଢ଼ିଲୁ। ତ ଫାଇନାଲି ଆମେ ଆସି ପହଞ୍ଚି ସାରିଛେ ଡାବରଖୋଲ ପାଖରେ। ସ୍ପେସିଫିକ୍ କିଛି ଗେଟ୍ ଆପଣ ଦେଖିବାକୁ ପାଇବେନି ଯୋଉଠିକି ଆପଣ ଜାଣିପାରିବେ ଏଇଟା ଡାବରଖୋଲ ଝରଣା ବୋଲି। ସେତିକି ଉନ୍ନତି ମୂଳକ କାମ ହେଇନି, ତ ମୁଁ ବି ଟିକେ ଆଗକୁ ପଳେଇଥିଲି, ବଟ୍ ସେଠୁ ପଚାରିକି ପୁନର୍ବାର ସେ ଝରଣା ପାଖକୁ ଆସିଲି। ଆଉ ଘଞ୍ଚ ଜଙ୍ଗଲ, ମୁଁ ଇମାଜିନ୍ ବି କରିପାରିଲିନି ଏଭଳିଆ ଜଙ୍ଗଲ ଭିତରେ ଏଇ ଝରଣାଟି। ଚାଲନ୍ତୁ ଯେତେବେଳେ ଆସିଛେ ଜାଗାଟିକି ଏକ୍ସପ୍ଲୋର କରିବା। ଡାବରଖୋଲଟା ଆକ୍ଚୁଆଲି ପୁରା ଏମିତି ଘଞ୍ଚ ଜଙ୍ଗଲ ଭିତରେ ଆମକୁ ଯିବାକୁ ପଡ଼ିବ। କଣ୍ଟି ବାଉଁଶ ବୁଦା ସବୁଆଡ଼େ, କେବଳ ଲୋକ ଚାଲି ଚାଲି ଏ ବାଟ ଟିକେ କରିଛନ୍ତି, ନହେଲେ ବାଟ ବି ଜଣା ପଡ଼ୁନି। ଏଇ ବାଟ ଦେଖିକି କେବଳ ଅନୁମାନ କରିକି ଆମକୁ ଆଗକୁ ଯିବାକୁ ପଡ଼ିବ। ଝରଣା ସାଉଣ୍ଡ ଅଲରେଡ଼ି ସାଇଡରେ ବି ଶୁଭିଲାଣି। ଜଙ୍ଗଲ ପୁରା ଭୟଙ୍କର ଜଙ୍ଗଲ ହେଇଛି, ମାନେ ପୁରା ଭୟ ଲାଗୁଛି।
ମାନେ ଆପଣ ଦେଖନ୍ତୁ ମୁଁ ଏତେ ଗୁରା ବାଟ ଆସିଲିଣି, ମାନେ ପଛରେ ଗୋଟା କେହି ନାହାନ୍ତି, ଆଉ ମାନେ ଆଗକୁ ଯିବାକୁ ବି ଡର ଲାଗୁଛି। ମାନେ ବହୁତ ସରୁ ବାଟଟେ ଅଛି, ଚଲା ପଥଟେ, କୌଣସି ସିମ୍ବଲ ଫିମ୍ବଲ ବି ନାହିଁ, ପଥର ନାହିଁ, କେବଳ କଣ୍ଟିନ୍ୟୁଅସ୍ ବୁଦା, ଦି ସାଇଡରେ ଝଟା। ଆଉ ଇମାଜିନ୍ କରନ୍ତୁ ମାନେ ସାଇଟରେ କେବଳ ଝରଣାର ଶବ୍ଦଟା ଶୁଭା ଯାଉଛି। ପାଖାପାଖି 1 କିଲୋମିଟର ଚାଲିକି ଏ ପାହାଡ଼ ଉପରକୁ ଆସିଲେଣି, କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଁ ଏପର୍ଯ୍ୟନ୍ତ କିଛି ଝରଣାର ସନ୍ଧାନ ପାଇନି। ଆଗକୁ ଦେଖିବା ଆଉ କେତେ ବାଟ ରହିଲା। ପାହାଡ଼ଟା ଆଗରୁ ପାରାଲାଲ ବାଟ ଥିଲା, କିନ୍ତୁ ଧୀରେ ଧୀରେ ଆପଣ ଦେଖନ୍ତୁ ହାଇଟ୍ ହେଇଯାଉଛି, ଉଠାଣି, ମାନେ ଚାଲିବା ବାଟଟା ପୁରା ତୀଖ ଉଠାଣି ହେଇଯାଉଛି, ଚାଲିବା ପାଇଁ ବି କଷ୍ଟ ଅନୁଭବ ହଉଛି। ଏଇଟା ଆକ୍ଚୁଆଲି ଫ୍ୟୁରିୟସ୍ ହେଇଛି ଜଙ୍ଗଲଟା, ଆପଣ ଦେଖନ୍ତୁ ପୁରା ଭୟଙ୍କର ଜଙ୍ଗଲ। ଆମେ ଆକ୍ଚୁଆଲି ଏତେ ଗୁଡ଼େ ଝରଣା ବୁଲିଛେ, କିନ୍ତୁ ସବୁଠାରୁ ଡେଞ୍ଜର ରୁଟ୍ ମୁଁ ଭାବୁଛି ଏଇ ଡାବର ଖୋଲଟା। କାହିଁକିନା ମାନେ ଚଲା ବାଟ ଗୁରା ବହୁତ ଡେଞ୍ଜର, ଆଉ ସବୁଠୁ ବଡ଼ କଥା ହଉଛି ଜଙ୍ଗଲଟା ମାନେ ପୁରା ଭୟଙ୍କର ଜଙ୍ଗଲ। କେବଳ ପଶୁପକ୍ଷୀଙ୍କର କିଚିରି କିଚିରି ସାଉଣ୍ଡ ଶୁଭାଯାଉଛି, ଯେହେତୁ ଦିନ ପାଖକୁ ମାନେ ରାସ୍ତାକୁ ଆସୁନାହାନ୍ତି, ନହେଲେ ଏ ଯେଉଁ ଜଙ୍ଗଲଟା ଯେ ଝରଣା ପାଣି ଯାଉଛି, ନିଶ୍ଚିନ୍ତ ଭାବରେ ପାଣି ପିଇବା ପାଇଁ ପଶୁପକ୍ଷୀମାନେ ଆସୁଥିବେ। କାହିଁକିନା ଏଇଟା ଆକ୍ଚୁଆଲି ହେଉଛି ତାଙ୍କ ଏରିଆ, ଆମେ ସିନା ବୁଲିବା ପାଇଁ ଆସୁଛେ, କିନ୍ତୁ ଇଏ ବିଶେଷ କରି ମାନେ ହାତୀର ଏତେ ପ୍ରାଦୁର୍ଭାବ ଏଠି, ରାସ୍ତାରେ ପ୍ରାୟ 5-6 ଜାଗା ହାତୀ ଝାଡ଼ା କରୁଥିବାର ଆମେ ଦେଖିକି ଆସିଲୁ। ଆଉ ମାନେ ଯେତେ ଆଗକୁ ଆଗକୁ ଯାଉଛୁ, ଝରଣାର ସାଉଣ୍ଡଟା ସେତେ ଜୋର ଶୁଭୁଛି ଆମକୁ। ମେ ବି ଝରଣାର ପାଖାପାଖି ଆମେ ପହଞ୍ଚିଗଲୁଣି, ତ ଦେଖିବା ଆଉ କେତେ ବାଟ ଆଗକୁ ଅଛି। ଦେଖନ୍ତୁ ମାନେ ବିରାଟ ପାହାଡ଼, ତାର ଟପଟା ବହୁତ ଉଞ୍ଚାରେ। ଆମେ କ'ଣ ହେଉଛି ନା, ସେ ଯେଉଁ ପାହାଡ଼ର ଜଷ୍ଟ ମାନେ ପ୍ରଥମ ଲେୟାରରେ ହିଁ ପାଦ ଚଲା ବାଟଟା ହେଇଛି, ଯାହା ଦେହରେ କି ଆମେ ଯାଉଛେ। କିଛି ଲୋକ ଚାଲି ଚାଲିକି ବାଟଟି କରୁଛନ୍ତି, ତ
ତ ଏଇ ଝରଣା କତିକି ମତେ ଯାହା ଲାଗୁଛି ଏଠିକାର ଯୋଉ ଲୋକାଲ ବାସିନ୍ଦା ମାନେ ଅଛନ୍ତି ସେଇମାନେ ହିଁ ଏଇ ଝରଣାର ସନ୍ଧାନ ପ୍ରଥମେ ନେଇଥିବେ। ତାପରେ ଧୀରେ ଧୀରେ ଏ ଜାଗାକୁ ବାହାର ଲୋକମାନେ ଜାଣିଥିବେ। ଆଉ ଯେତେବେଳେ ବାହାର ପର୍ଯ୍ୟଟକ ମାନେ ଧୀରେ ଧୀରେ ଏ ଜାଗାକୁ ଆସିବା ଆରମ୍ଭ କରିଥିବେ ତ ଜାଗାର ଭ୍ୟାଲୁ ସେଇ ଅନୁସାରେ ଧୀରେ ଧୀରେ ବଢ଼ିଛି। ଏଇ ଦେଖନ୍ତୁ ମୁଁ ଯୋଉ କଥା କହୁଥିଲି ଇଏ ହାତୀର ଝାଡ଼ା ପ୍ରାୟ ଜାଗାଏ ହାତୀ ମାନେ ଝାଡ଼ା କରୁଛନ୍ତି। ତାମାନେ ଚିନ୍ତା କରନ୍ତୁ ଏ ଯୋଉ କମ୍ପ୍ଲିଟ ଜଙ୍ଗଲଟା ପୁରା ହାତୀ ମାନେ ଚଳପ୍ରଚଳ କରୁଛନ୍ତି। ଭୟଙ୍କର ଜଙ୍ଗଲ ଆପଣ ଚାରିକଡ଼ ମୁଁ ବୁଲଉଛି ଆପଣ ଦେଖିପାରୁଥିବେ। ଇଏ ହେଇ ଉପରେ ଥିବା ଯୋଉ ଝରଣାର ସ୍ରୋତ ପାଖରେ ଆମେ ଅଲରେଡି ପହଞ୍ଚିଲେଣି। ଏଇପଟେ ଧୀରେ ଧୀରେ ଝରଣା ସ୍ରୋତଟା ଯାଉଛି। ବର୍ତ୍ତମାନ ମାନେ ଆମେ କହିବାକୁ ଗଲେ ସଂଘର୍ଷ କରି ମୁଁ ଚାଲିଛି। ଏଇ ଯୋଉ ଘଞ୍ଚ ଜଙ୍ଗଲ ଏଇ ଝରଣା ଆପଣଙ୍କୁ ଦେଖେଇଲି ବାଟଟା ମାନେ ଚଢିଲା ବେଳକୁ ଦେହ କଣ ହେଇଯାଉଛି କାହିଁକିନା ବହୁତ ଉଞ୍ଚା ରହିଛି। ଆଉ ଯେତିକି କଷ୍ଟ କରି ଯିବା ସେତିକି ମଜାଦାର ଜିନିଷ ବି ଦେଖିବା। ମୁଁ ଆପଣଙ୍କୁ ବହୁତ ସୁନ୍ଦର ଭ୍ୟୁ ଦେଖେଇବି। ଆପଣ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ରୁହନ୍ତୁ। ଭିଡ଼ିଓଟି ବହୁତ ହି ଇଣ୍ଟରେଷ୍ଟିଂ ହବାର ଅଛି। ଦେଖିପାରୁଥିବେ ମୁଁ ଆପଣଙ୍କୁ ବାରମ୍ବାର ଦେଖେଇଲିଣି ହାତୀ ମାନଙ୍କର ଉପଦ୍ରବ ଏଇ ଝାଡ଼ା କରିଛନ୍ତି ରାସ୍ତାରେ। ଟୋଟାଲି ଏ ଯୋଉ ବାଉଁଶ ଗଛ ଆଉ ବଡ଼ ବଡ଼ ଗଛ ସବୁ ମୋଡ଼ିକି ଭାଙ୍ଗିଛନ୍ତି। ମାନେ ଏଠି ଆପଣ ବେଶୀ ସମୟ ପର୍ଯ୍ୟନ୍ତ ରହିବେ ଟିକେ ଲାଇଟ୍ ସଟ୍ ହେଲା ପର୍ଯ୍ୟନ୍ତ ରହିବା ମାନେ ଜୀବନକୁ ବିପଦରେ ପକେଇବା। ଇଏ ଟୋଟାଲି ହାତୀ ମାନଙ୍କର ଇଲାକା ମାନେ ତାଙ୍କ ଇଲାକାକୁ ଆମେ ପଶି ଯାଇଛୁ। ଆଉ ଟିକେ ଗଲେ ସେମାନେ ପାଣି ପିଇବା ପାଇଁ ଝରଣାକୁ ଆସିବେ। କିଛି ଗ୍ୟାରେଣ୍ଟି ନାହିଁ ମେ ବି ଏବେ ବି ଆଗକୁ ଆସିଯାଇପାରନ୍ତି।
କାହିଁକିନା ଯେହେତୁ ଆମେ ତାଙ୍କ ଏରିଆରେ ଅଛେ ଆଉ ଆମକୁ ଥୋଡ଼ି ସେ ପରମିଶନ ନେଇକି ଆସିବେ ନା। କେତେବେଳେ ବି କୋଉ ମୁହୂର୍ତ୍ତରେ ବି ସେମାନେ ଆଗକୁ ଆସିଯାଇ ପାରନ୍ତି। ତ ଆମକୁ କେୟାରଫୁଲି ଯିବା ପାଇଁ ପଡ଼ିବ। ୱାଓ, ତ ଆମେ ବର୍ତ୍ତମାନ ଆସି ପହଞ୍ଚି ଯାଇଛେ ଡାବରଖୋଲର ପ୍ରଥମ ଝରଣା ପାଖରେ। ଯେହେତୁ ଏଇଖିନା ବର୍ଷା ସିଜିନ୍ ନାହିଁ, ପାଣି ଟିକେ କମ୍ ଅଛି, କିନ୍ତୁ ବ୍ୟୁଟିଫୁଲ ସିନେରୀ, ଏନ୍ଜୟ କଲା ଭଳିଆ ଜିନିଷ। ଝରଣାଟା ବହୁତ ସୁନ୍ଦର ଝରଣାଟା। ଏଇ ଆକ୍ଚୁଆଲି ଯୋଉ ପ୍ରଥମ ଝରଣା ପାଖରେ ଗାଧେଇ ହବ ସେମିତି ସୁବିଧା ଅଛି, ମାନେ ପ୍ଲେନ୍ ଅଛି ଜାଗାଟା, ଆଉ ଗାଧେଇଲା ଭଳିଆ ଜାଗା ଅଛି। ତ ଉପରକୁ ଆହୁରି ଗୋଟିଏ ବଡ଼ ଝରଣା ଅଛି, ଯାହା ମୁଁ ତଳେ ପଚାରିକି ବୁଝିଲି। ତ ସେ ଝରଣାଟିକୁ ମଧ୍ୟ ଦେଖିବା। କିଛି ସମୟ ଏଇଠି କଟେଇକି ଆମେ ଆଗକୁ ବଢ଼ିବା। ମାନେ ଡାବରଖୋଲଟା ଆକ୍ଚୁଆଲି ଦିଟା ଝରଣାରେ ପାର୍ଟ। ଏଇ ଗୋଟେ ତଳେ ଗୋଟେ ଝରଣା ଯୋଉଟା ମୁଁ ଏବେ ଆପଣଙ୍କୁ ଦେଖେଇଲି, ଆଉ ଗୋଟେ ଅଛି ତାଠୁ ଆହୁରି ଉପରେ। ଆଉ ସେ ଉପରକୁ ଯିବାର ବାଟ ପୁରା ଭୟଙ୍କର। ଆପଣ ଦେଖନ୍ତୁ କେତେ ତୀଖ ରାସ୍ତା, ମାନେ ଯଦି ଗୋଡ଼ ଖସିଲା ଏକାଥରେ ପାହାଡ଼ ତଳେ ଆପଣ। ଇଏ ଦେଖନ୍ତୁ, ଏ ବିରାଟ ପର୍ବତ ଭିତରେ କିନ୍ତୁ ଗୁମ୍ଫା ଟାଇପର ସବୁ ହେଇଛି, ଆଉ ଗଛ ସେ ପଥରକୁ ଜାବୁଡିକି ଧରିଛି। ଦେଖନ୍ତୁ ପୁରା ଆମାଜନ ଜଙ୍ଗଲ ଭଳିଆ କେମିତି ହେଇଛି। ନ୍ୟାଚୁରାଲି କେଭଟେ କେମିତି କ୍ରିଏଟ୍ ହେଇଛି। ଏଇ ପଟ ଦେଇ, ଏ ଭୟଙ୍କର ରାସ୍ତା ଦେଇ ଆମେ ଉପରକୁ ଯିବା। ଏବେ ଚାଲନ୍ତୁ। ଆରେ ଭାଇ, ଆଉ କେତେ ଉପରେ ଗଲେ ବଡ଼ ଝରଣାଟା ପଡ଼ିବ? ପାଖାପାଖି ମୁଁ ପ୍ରଥମ ଝରଣାରୁ ଆସିଲିଣି ଉପରକୁ 1/2 କିଲୋମିଟର ଭଳିଆ। ପଥର ଦେଖନ୍ତୁ କେଡ଼େ କେଡ଼େ ପଥର, ତାପରେ ଯୋଉ ହାଇଟରେ ଚଢ଼ିବାକୁ ପଡୁଛି, ଅବସ୍ଥା ପୁରା ଖରାପ କରିଦଉଛି। ବାବା, ଏ କଣ ବାଟ ଭଳିଆ ବାଟ? ଓ ତେରି, ସାଉଣ୍ଡ ହଉଛି। ଫାଇନାଲି ବୋଧେ ଆମେ ପହଞ୍ଚିଗଲେ ଆସିକି ସେ ବଡ଼ ଝରଣା ପାଖରେ। ବହୁତ ଇଣ୍ଟରେଷ୍ଟିଂ।
Wow. ଆମର ଏଇ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆଉ ଯଦି ଭିଡ଼ିଓଟି ଟିକେ ବି ଭଲ ଲାଗୁଥାଏ ତାହେଲେ ଆମ ଭିଡ଼ିଓକୁ ନିଶ୍ଚିନ୍ତ ଭାବରେ ଗୋଟିଏ ଲାଇକ୍ ଦେବେ। ଏବେ ଆକ୍ଚୁଆଲି ବର୍ଷା ନାହିଁ ବୋଲି ଟିକେ ପାଣି କମ୍ ଅଛି, କିନ୍ତୁ ଏଇଟା ବହୁତ ହାଇ ଝରଣାଟା ଆଉ ବହୁତ ସୁନ୍ଦର ବି ଲାଗୁଛି। ବହୁତ ଜାଗାରୁ ପାଣିଟି ଝରୁଛି।
ତ ଉପର ଝରଣା ତ ଦେଖିଲେ ବହୁତ ହି ମଜା ଆସିଲା। ମୁଁ ଆପଣଙ୍କୁ ଦେଖେଇଲି। ତ ଏବେ ଟାଇମ୍ ବି ବହୁତ ହେଇଗଲାଣି। ଏବେ ଚାଲନ୍ତୁ ରିଟର୍ନ ଯିବା। ଆକ୍ଚୁଆଲି ଉଠିଲା ବେଳକୁ ଯେତିକି ମାନେ କଷ୍ଟ ଅନୁଭବ ହେଲା, ଓହ୍ଲେଇଲା ବେଳକୁ ସେତିକି କଷ୍ଟ ଲାଗିବନି। କାହିଁକିନା ଆମକୁ ଏଇଭଳିଆ କିଛି ଗଡ଼ାଣିଆ ରାସ୍ତାରେ ତଳୁ ଯିବା ପାଇଁ ପଡ଼ିବ। ତ ଡେରି ନକରି ଚାଲନ୍ତୁ ଫଟାଫଟ ଆମେ ଯିବା ରିଟର୍ନ। ଆମର ଏଇ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆଉ ଏଇଭଳି ସୁନ୍ଦର ସୁନ୍ଦର ଆଡ଼ଭେଞ୍ଚର ପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରିବେ, ଯାହାଦ୍ୱାରା ମୁଁ ସର୍ବପ୍ରଥମେ ଅପଲୋଡ଼ କରୁଥିବା ଭିଡ଼ିଓଟି ଆପଣଙ୍କ ପାଖରେ ଯାଇ ପହଞ୍ଚିପାରିବ। ଏହି ଝରଣାର ପାଖାପାଖି ଆଉ ବହୁତ ଗୁଡ଼ିଏ ଜାଗା ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ବୁଲେଇକି ଦେଖେଇବି। ତ ଆଜିର ଭିଡ଼ିଓଟିକୁ ଏଇଠି ରଖିବା। ପୁନର୍ବାର ଦେଖା ହେବ ଆପଣମାନଙ୍କ ସହିତ ଆଉ ଗୋଟିଏ ନୂଆ ଭିଡ଼ିଓରେ।